ଢଳେଇରୁ ଆସିବ। ପ୍ରଦୀପ ଭାଇ ବର୍ତ୍ତମାନ ଆସୁଛନ୍ତି ଆମ ଘରକୁ। ଦେଖନ୍ତୁ ପ୍ରଦୀପ ଭାଇ ଆସୁଛନ୍ତି। ଆମର ରାସ୍ତାର ପରିସ୍ଥିତି ବର୍ତ୍ତମାନ ଦେଖିପାରିବେ। ରାସ୍ତା ଦେଖିପାରିବେ, ଏ ରାସ୍ତା ପ୍ରଦୀପ ଭାଇକି ଦେଖେଇକି ଢଳେଇ ରାସ୍ତା ନିହାତି ଆମର ଘର ଦରକାର। ଢଳେଇ ନହେଲେ ଯିବା ପାଇଁ ଯେଉଁ ବର୍ଷା ପାଣିରେ ଯେଉଁ ପାଣି କାଦୁଅରେ ଆମେ ଆସୁଛୁ। ପ୍ରଦୀପ ଭାଇ ଦେଖିବାକୁ ଆସିଛନ୍ତି ଆମ ରାସ୍ତାଟାକୁ। ଏ ଗୋଟେ ଢଳେଇ ପ୍ରୋଜେକ୍ଟରେ ଆମେ ରାସ୍ତାଟା ଦେବେ ଆମକୁ। ଏଇଟା ଢଳେଇ କାମ ହେବ ଆମ ଘର ପର୍ଯ୍ୟନ୍ତ। ଦେଖନ୍ତୁ ଏଇଟା ବର୍ଷା ହେଲେ ଏଇଟା ଯିବା ଆସିବା ହେଇପାରୁନି, ଏକଦମ କାଦୁଅ ହେଇଯାଉଛି। ପ୍ରଦୀପ ଭାଇ ସାମ୍ନାରେ ଅଛନ୍ତି। ଏଠି ବହୁତ ଅସୁବିଧା ହେଉଛି ଯିବା ଆସିବାରେ ଜଣାପଡ଼ୁଛି। ଏଟାକୁ ଆପଣ ଗୋଟେ ଲେଖି ଦିଅନ୍ତୁ, ପ୍ରୋଜେକ୍ଟ ନାଁଟା ଦିଅନ୍ତୁ, ଆମେ ତାକୁ ପ୍ରସ୍ତାବ ଦେଇ କେମିତି ସକ୍ସେସ୍ ହେବ, କାମ ହେବ ତାକୁ କରିବା। ଏଇଟା ପ୍ରକୃତରେ ଏଇଟା ବହୁତ ଅସୁବିଧା ହେଉଛି। ଗୋଟେ ଗଞ୍ଜ ଭିତରେ ରହିଛି, ଯାହାଫଳରେ କି ରାସ୍ତା ନାହିଁ। ବର୍ଷା ଦିନେ ବହୁତ ଅସୁବିଧା ହେଉଥିବ ନା, ରାସ୍ତା ଦିନେ ଯାଇ ଆସି ହେଉନି। ରାସ୍ତା ବର୍ଷା ଦିନେ ବହୁତ ଅସୁବିଧା ହେଉଥିବ। ତେଣୁ ଯାହାହେଲେ ରାସ୍ତାଟା ଦରକାର, ଯେମିତି ହେଲେ କରିବାକୁ ପଡ଼ିବ। ପ୍ରଦୀପ ଭାଇ ଏଇ ରାସ୍ତାଟା ଦେଖିଲେ ଆସିକି ରାସ୍ତା ଦେଖିବେ ପୁରା କଚ୍ଚା ରାସ୍ତା। ବର୍ଷା ହେଲାକୁ ଏଇଟା ଦେଖିପାରିବେ, ବର୍ଷା ହେଲାକୁ ଆସି ହେଉନି, ଏକଦମ ପୁରା ମାଟି ପଡ଼ିଛି, ନୂଆ ମାଟି ଆସି ହେଉନି। ବର୍ତ୍ତମାନ ଦେଖିବେ ଏ ଯେଉଁ ପ୍ରଦୀପ ଆସିଛି ତାଙ୍କର ନିବେଦନ, ଏ ରାସ୍ତା ନିଶ୍ଚିନ୍ତ ଆମକୁ ଯେମିତି ଯିବା ଆସିବା ପାଇଁ କରିହେବ, ସେଥିପାଇଁ ଆମେ ତାଙ୍କୁ ଗୋଟେ ନିବେଦନ କରୁଛୁ ଯେ ପ୍ରଦୀପ ଭାଇକି ସେ ନିଶ୍ଚିତ ଭାବରେ ଆମକୁ ସାହାଯ୍ୟ ଏବଂ ସହଯୋଗ କରିବେ। ନିଶ୍ଚିତ। ମୁନ୍ନା ବ୍ଲଗ ଚ୍ୟାନେଲ ଆପଣ ଦେଖିପାରିବେ। ବର୍ତ୍ତମାନ ଆସିଛନ୍ତି ଆମର ପ୍ରଦୀପ ଭାଇ, ଯିଏକି ଆମ ପଞ୍ଚାୟତର ଟିକାଣ ପଞ୍ଚାୟତର ବିଶେଷ କରି ଆମର ପ୍ରତି କାର୍ଯ୍ୟରେ ପହଞ୍ଚନ୍ତି। ଆମର ପ୍ରଦୀପ ଭାଇ ଯେକୌଣସି କାମରେ ତାଙ୍କର ନିଶ୍ଚିତ ଭାବରେ ଗୋଟେ ମୂଲ୍ୟ ଥାଏ ଯେ ପ୍ରଦୀପ ଭାଇ ପ୍ରତ୍ୟେକ କାମରେ ଲୋକଙ୍କୁ ସାହାଯ୍ୟ କରିଥାନ୍ତି, ସମାଜସେବୀ ମଧ୍ୟ, ଏବଂ ପ୍ରତ୍ୟେକ ଦୁଃଖକୁ କଷ୍ଟକୁ ପଛରେ ପକାଇ ଲୋକମାନଙ୍କର ସାଥିରେ ଚାଲିଥାନ୍ତି ଆମ ପ୍ରଦୀପ ଭାଇ, ଯିଏକି ଆମ ଚିକଣା ପଞ୍ଚାୟତର ତଥା ଆମର ବର୍ତ୍ତମାନ ନେତା 4 ଥର ଆମ ପଞ୍ଚାୟତରେ ସରପଞ୍ଚ ଏବଂ ଥରେ ଜିଲ୍ଲା ପରିଷଦ, ଯିଏକି ଭୋଟରେ ଜୟଲାଭ କରିଛନ୍ତି ପ୍ରଦୀପ ଭାଇ। ଅତି ଆପଣାର ଏବଂ ଘନିଷ୍ଠ ତାଙ୍କ ଆରମ୍ଭ କରି ଆମର ରାଜନୀତି କ୍ଷେତ୍ର ପର୍ଯ୍ୟନ୍ତ ଆମେ ତାଙ୍କ ଜୀବନ ଭିତରେ କିଛି ଶୁଣିବା ଏବଂ ଭବିଷ୍ୟତରେ କିଛି କାର୍ଯ୍ୟ କରିବା ପାଇଁ ସେମାନଙ୍କଠାରୁ କିଛି ପ୍ରେରଣା ନେବା, ଯେମିତି ଭବିଷ୍ୟତରେ ଆମ ଉଦ୍ଦେଶ୍ୟ ଆମେ ତାଙ୍କଠାରୁ ଏକ ପ୍ରେରଣାରେ ପଢ଼େଇ ପାରିବା। ସେଥିପାଇଁ ପ୍ରଦୀପ ଭାଇ ଆମେ ଅନୁରୋଧ କରିବୁ, ଆମେ ସେମାନଙ୍କ ଜୀବନ ଭିତରେ ପ୍ରଦୀପ ଭାଇ ଆଲୋଚନା କରିବୁ। ଜୀବନରେ ପ୍ରଥମେ ପାଠ ପଢ଼ିଥିଲେ ଏବଂ ସ୍କୁଲ ତାଙ୍କ କ୍ଷେତ୍ରରୁ ଆରମ୍ଭ କରି କଲେଜ। ଆଚ୍ଛା ପ୍ରଦୀପ ଭାଇ, ଆପଣ ପ୍ରଥମେ ଯେଉଁ ପାଠ ପଢ଼ା କେଉଁ ଷ୍ଟାର୍ଟ କରିଥିଲେ, କେଉଁ ସ୍କୁଲ? ପାଠପଢ଼ା ଆମର ମଣିତାପୁର ବିଦ୍ୟାଳୟ ଥିଲା। ସେଟା ହେଉଛି ବ୍ରିଟିଶ ପିରିୟଡ଼ ସ୍କୁଲ। ସେଇ ସ୍କୁଲରେ ପ୍ରଥମେ ବିଦ୍ୟା ଆରମ୍ଭ କରିଥିଲେ, ପ୍ରଥମ ଶ୍ରେଣୀ। ତାପରେ ପୁଣି ଆମର ସତ୍ୟଭାମା ଉପରା ବିଦ୍ୟାଳୟକୁ ଆସିଲି। ଚତୁର୍ଥ ଠାରୁ ପୁଣି ପଞ୍ଚମ ପାସ୍ କରି ଷଷ୍ଠ ଶ୍ରେଣୀ ପୂର୍ଣ୍ଣାନନ୍ଦ ସ୍କୁଲରେ ପାଠ ପଢ଼ିଲି। ପାଠ ପଢ଼ୁଥିବା ବେଳେ ମୋର ମାତୃ ବିୟୋଗ ହେଇଥିଲା, ମାଆଙ୍କର ବିୟୋଗ ହେଇଥିଲା। ଯାହାଫଳରେ ମୁଁ ବହୁତ ଦୁଃଖରେ ନିୟମାନ ହୋଇ ମୁଁ ଭାବିଲି ଆଉ ପାଠ ପଢ଼ିବି ନାହିଁ। କିନ୍ତୁ ମୋର ଜଣେ ସାଙ୍ଗ ଥିଲେ ଅଜୟ କୁମାର ସାମଲ, ସେ ବର୍ତ୍ତମାନ ହୋମିଓପାଥିକ ମେଡ଼ିକାଲ କଲେଜର ଲାଇବ୍ରେରିଆନ୍ ଅଛନ୍ତି। ଆଉ ସେ ରିଟାୟାର୍ଡ ହେଲେ ସେ ବହୁତ ଉତ୍ସାହ, ସାହସ ଆଉ ଧୈର୍ଯ୍ୟ ଯୋଗାଇ ଦେଇଥିଲେ। ଯାହାଫଳରେ ମୁଁ ତାଙ୍କ ସାହସ ପାଇ ମୁଁ ପୁଣି ପାଠପଢ଼ା ଆରମ୍ଭ କଲି। ହାଇସ୍କୁଲରେ ସାଙ୍ଗ ହୋଇ ପାଠ ପଢ଼ିଲି। ପାଠ ପଢ଼ିଲା ବେଳେ ମୁଁ ବହୁ କଷ୍ଟରେ ପାଠ ପଢ଼ିଥିଲି। ବିଧିର ବିଧାନ ବିଚିତ୍ର। କିଛି ଦିନ ପରେ ଯେତେବେଳେ ମୁଁ ନବମ ଶ୍ରେଣୀରେ ପାଠ ପଢ଼ିଲି, ସେତେବେଳେ ମୋର ପିତାଙ୍କର ମଧ୍ୟ ଅକାଳ ବିୟୋଗ ହୋଇଥିଲା। ଯାହା ହଉ ମୁଁ ଘରର ବଡ଼ ପୁଅ ଥିଲି, ଅନ୍ୟମାନେ ସବୁ ସାନ ସାନ ଥିଲେ, ଅନ୍ୟ 3 ଭାଇ। ତାପରେ ବାପା ମା ତ ସବୁ ଚାଲିଗଲେ। ଆହୁରି ଦୁଃଖରେ ଭାଙ୍ଗି ପଡ଼ୁଥିବା ସମୟରେ ମୋତେ ସେଇଭଳି ଭାବରେ ପ୍ରେରଣା ମିଳିଲା, ଯାହାଫଳରେ
ମୁଁ ନିଜକୁ ପ୍ରସ୍ତୁତ କରିବାକୁ ଚେଷ୍ଟା କଲି ଯେ ମୁଁ ସମାଜରେ ଭଲ କାମ କରି ଦିନେ ନା ଦିନେ ମଣିଷ ହେବାକୁ ଚେଷ୍ଟା କରିବି, ସମାଜର ମଙ୍ଗଳ କରିବି, ବିଭିନ୍ନ ଦିନ ଦୁଃଖୀ ଦରିଦ୍ର ଲୋକମାନଙ୍କର ସେବା କରିବାକୁ ମୁଁ ଚେଷ୍ଟା କରିବି, ଯେତିକି ପାରିବି ନିଶ୍ଚିତ ଭାବରେ କରିବି। ଏବଂ ସେହି ଦିନ ଠାରୁ ମୁଁ ଶପଥ ନେଇଥିଲି ମୁଁ ଦୁଃଖୀ ରଙ୍କି ଦିନ ଯେତିକି ସମ୍ଭବ ଦରିଦ୍ର ଲୋକମାନଙ୍କର ସେବା କରିବା ପାଇଁ। ମୁଁ ଯେତେବେଳେ କଲେଜରେ ପାଠ ପଢ଼ୁଥିଲି ବହୁ କଷ୍ଟରେ, ଆମ ବାଡ଼ିରେ ସବୁ ଗଛ ଫଛ ସବୁ ଥିଲା, ମୋର ଜଣେ ମାମା ଥିଲେ, ସେ ଗଛକୁ ବିକ୍ରି କରି ମୋତେ ପାଠ ପଢ଼େଇଥିଲେ। ମୁଁ ଯାହା ହଉ କଲେଜରେ ପାଠ ପଢ଼ୁଥିଲା ବେଳେ ଆମ ଗାଁରେ ଆମେ ଦଳିତ ସମ୍ପ୍ରଦାୟ ଲୋକ ବହୁତ ଦୟନୀୟ ଅବସ୍ଥାରେ ସବୁ ଥାଆନ୍ତି। ଦେହ ପା କାହାର ଖରାପ ଭଲ ମନ୍ଦ ହେଲେ ମୋତେ ସେମାନେ ସାଙ୍ଗରେ ନେଇ କଟକ ମେଡ଼ିକାଲକୁ ଯାଇଥାନ୍ତି ଏବଂ ସେଠି ମୁଁ ସେମାନଙ୍କୁ ଯାହା ହଉ ଯେତିକି ସାହାଯ୍ୟ କରିବା କଥା କରିଥାଏ। ଅନାଥାଶ୍ରମରେ ଗୋଟେ ପିଲାକୁ ମଧ୍ୟ ଆମ ଗାଁରେ, ସେ ଛୋଟ ପିଲା ତା ବାପା ମା ଚାଲିଗଲେ, ଅନାଥାଶ୍ରମରେ ନେଇ ଯାଜପୁରରେ ମୁଁ ପାଠ ପଢ଼େଇଥିଲି। ଏବଂ କେବଳ ସେତିକି ନୁହେଁ, ମୋର ଖୁବ୍ କମ୍ ବୟସରେ ପାଠପଢ଼ା ଛାଡ଼ିଥିଲି। ଖୁବ୍ କମ୍ ବୟସରେ ସରପଞ୍ଚ ପାଇଁ ମୋତେ ଗାଁର ଲୋକମାନେ ସବୁ କହିଲେ ନୂଆ ପଞ୍ଚାୟତ ଚିକଣା ପଞ୍ଚାୟତ, ଏଠି ଗୋଟେ ସରପଞ୍ଚ କ୍ୟାଣ୍ଡିଡେଟ୍ ପ୍ରଦୀପ ମଲ୍ଲିକକୁ କରିବା। ଆମର ବହୁତ ମାନେ ହିତାକାଂକ୍ଷୀ ଲୋକ ସବୁ କହିଲେ, ମୁଁ ଡରିଗଲି, ମୁଁ ସରପଞ୍ଚ ଛୋଟିଆ କଥା କଲେଜରେ ପଢ଼ୁଥିଲା। ମାନେ ପ୍ରଦୀପ ଭାଇ ଯେତେବେଳେ ହାଇସ୍କୁଲ ପାସ୍ କଲେ, ଏକାଦଶ ପାସ୍ କରିଥିଲେ, ଦଶମ ନଥିଲା, 10 ପରୀକ୍ଷା ନଥିଲା, ଏକାଦଶ ଥିଲା। ଏକାଦଶ ସମୟରେ ପାସ୍ କଲା ପରେ ତାଙ୍କୁ ବୁଝିଲା କଲେଜ ଜୀବନ କେମିତି ଥିଲା, ଆଉ ତାଙ୍କ କଲେଜ ଜୀବନରେ ଏବେ ଜବ୍ ସମୟ ଆସିଛି କି ନାହିଁ, ଜୀବନରେ ପ୍ରତ୍ୟେକ ମଣିଷ ଜୀବନରେ ଗୋଟେ ଆରମ୍ଭ ବିକାଶ ବିଲୟ ଥାଏ। ସେ ଆରମ୍ଭ ପରେ ଯେତେବେଳେ ବିକାଶ ହୁଏ, ସେତେବେଳେ ତାର ଯେତେବେଳେ ସେ ବଢ଼େ, ତାର ଯୁବକ ଅବସ୍ଥାରେ ଯୌବନ ଅବସ୍ଥାରେ ସେ ନିଶ୍ଚିତ ଭାବରେ ତାର ମାନସିକ ଅବସ୍ଥା ସେ ଭଲ ପାଇବା ଆଡ଼କୁ ଯାଇଥାଏ। ହେଲେ ମଧ୍ୟ ମୁଁ ସେ ଭଲ ପାଇବାଟାକୁ ମୁଁ ଉପଯୁକ୍ତ ମାର୍ଗରେ ଲଗେଇଛି, ଯେଉଁଟାକି ସବୁ ଲୋକଙ୍କୁ ଭଲ ପାଇଛି ଏବଂ ସାମାଜିକ କାର୍ଯ୍ୟ କରିବା ପାଇଁ ସେଥିରେ ମୁଁ ମୋର ଭଲ ପାଇବାକୁ ଲଗେଇଛି। ତେଣୁ ଏହିସବୁ ଥିରେ ମୋର ଭଲ ପାଇବାଟା ଅତିବାହିତ ହେଇଯାଇଛି। ସବୁ କଲେଜରେ ପଢ଼ିଲେ, ଆମର ସେତେବେଳେ ଏକାଦଶ ପାସ୍ କରେ ପ୍ରଦୀପ ଭାଇ ବୁଝିବା କେଉଁ କଲେଜ ସେଠି ପାଠ ପଢ଼ିଲେ, ତାଙ୍କୁ ନିଶ୍ଚିତ ଭାବରେ ବୁଝିବା କଲେଜ ଭାଇ କହିବେ। ବର୍ତ୍ତମାନ ପ୍ରଦୀପ ଭାଇ ଯେ ପ୍ରଥମେ ଯେତେବେଳେ ଏକାଦଶ ପାସ୍ କଲେ କେଉଁଠି ପାଠ ପଢ଼ିଲେ ଏ କଲେଜ? ମୁଁ ସେତେବେଳେ ମୋର ଅବସ୍ଥା ବହୁତ ଖରାପ ଥିଲା, ବାପା ମା କେହି ନଥିଲେ, ତଥାପି ମୁଁ ନିଜକୁ ମନକୁ ବୁଝେଇ ମୁଁ କହିଲି କିଛି ବିଦ୍ୟା ଅଧ୍ୟୟନ କରିବାକୁ ପଡ଼ିବ। ତେଣୁ ଯାହା ହଉ ଯେତେବେଳେ ମୁଗୁପାଳ କଲେଜ, ସେଇ ମୁଗୁପାଳ କଲେଜରେ ନୂଆ ସେ କଲେଜ ଆରମ୍ଭ ହୋଇଥାଏ, ସେଇଠି ମୁଁ ନାମ ଲେଖେଇଲି। ସେଇଠି ପାଠ ପଢ଼ିଲି 2 ବର୍ଷ, ତାର NC କଲେଜରେ 2 ବର୍ଷ, 4 ବର୍ଷ ମାନେ ଯାଜପୁର NC କଲେଜ। ଯାଜପୁର ଜିଲ୍ଲାର ମେନ୍ କଲେଜ ଯୋଉଟା ବଡ଼ କଲେଜ ଜାଣିଥିବେ, NC କଲେଜ, ଯୋଉଟା ଫୁଲ୍ ଫର୍ମ କ'ଣ ସେଟା? ନୃସିଂହ ଚୌଧୁରୀ ମହାବିଦ୍ୟାଳୟ ଠାରେ ପ୍ରଦୀପ ଭାଇ ପାଠ ପଢ଼ିଥିଲେ। +2ରୁ ଆରମ୍ଭ କରିଥିଲେ ତାଙ୍କ ଜୀବନୀ, କଲେଜ ଜୀବନୀ NC କଲେଜ, ଯିଏକି ଯାଜପୁର ଠାରେ ସ୍ଥାପିତ ହେଇଛି NC କଲେଜ। ତାପରେ କଲେଜ ସାରି ମୁଁ ଟିକେ ସଙ୍ଗୀତକୁ ଭଲ ପାଏ। ସଙ୍ଗୀତ ମୋର ଯେତେବେଳେ ଜୀବନରେ ଦୁଃଖ ଆସେ, ମୋତେ ଦୁଃଖପୂର୍ଣ୍ଣ ସଙ୍ଗୀତ ବା ଭଜନ ବୋଲି ମୋ ମନଟାକୁ ମୁଁ ସବୁବେଳେ ସରସ ସୁନ୍ଦର କରି ରଖେ। ଯଦି ମନଟା ଯଦି ଦବିଯିବ, ମୁଁ କିଛି ଆଗେଇ ପାରିବି ନାହିଁ। ତେଣୁ ସଙ୍ଗୀତଟାକୁ ମୁଁ ମୁଖ୍ୟ ଆୟୁଧ କରିଥିଲି। ଯାହା ହଉ ସେ ସଙ୍ଗୀତ ମହାବିଦ୍ୟାଳୟରେ ମୁଁ ଆଡ଼ମିସନ୍ କରିଥିଲି ପାଠ ପଢ଼ିବା ମାନେ ଯେଉଁ ସଙ୍ଗୀତ ଶିଖିବା ପାଇଁ। ହେଲେ ସେତେବେଳେ ସଙ୍ଗୀତଟା ହେଉଛି ଗୋଟେ ଅଲଗା ଜିନିଷ, ସେଥିରେ ସ୍ୱାଧୀନତା ରହିବା ଦରକାର, ମାନସିକ ସ୍ତରରେ ଫ୍ରି ରହିବା ଦରକାର। କିନ୍ତୁ ମୁଁ ଫ୍ରି ହେଇପାରିଲିନି, କାରଣ ମୋର ପରିବାର ବାପା ମା ନଥିଲେ ମଧ୍ୟ ସାନ ଭାଇ ଭଉଣୀ ସବୁ ଥିଲେ। ତେଣୁ ସେଥିପାଇଁ ମୁଁ ଆଉ ସମୟ ତାଙ୍କ ପାଇଁ ଦେବାକୁ ପଡ଼େ ଏବଂ ମୁଁ
आर्थिक समस्यार सम्मुखीन सब हुए से पढ़ी पारि ना फेरी आसली गाँव को गाँव में विभिन्न प्रकार युवक अवस्था गाँव पढ़ी पढ़ी पास कली +3 से बीए बीए पास करी संगीत महाविद्यालय भुवनेश्वर एडमिशन कली रही पारि ना जेहेतु पारिपार्श्विक अवस्था दारिद्र्यता ये सब मत पंचायत रे मत सरपंच करिए बोली हमर मुरई मान सब चाहिए तो नुआ पंचायत है चिकना पंचायत ना विवाह रही बैचलर कम बयस किंतु गोटे डागिरिया हो जाते मत लोक मैंने बहुत भल पाती लोक बहुत सम्मान दिए छोट छोट पिला स्नेह श्रद्धा करे तेणु भक्ति करे बड़ बड़ वयस्क लोक मानू तेणु से देखिले नुआ पंचायत गोटे नुआ सरपंच करवा नुआ किसी सृष्टि हम पंचायत भल कम जमी हो पार से 1984 मसीहा बेले पंचायत रे कौन अनुदान विशेष नाला केवल न्याय निशाप कार कौन समस्या से गुड़ा सब बुझा जाऊला से मोर समय मुझे बिताऊली गाँ गहली कार समस्या है कार झगड़ा लगे किए कौटी कौन असुविधा सुविधा है मुझे तो से एक्सपीरियंस मोर एत नाला मुझे गोटे बुद्धि खटई मु कौन करे ना जो मुरब्बी मैंने सब विभिन्न स्थान अच्छा बड़ बड़ निशाबी से निशाब चलता कूच से निशाबी मान डकई सब समस्या को समाधान करूँ आसला घर को राजनीति अवस्था कैरियर राजनीति कैरियर को आरंभ कले आम से कथा संक्षेप निश्चित भाव राजनीति कैरियर 1984 मसीह स्टार्ट 1984 मसीह चिकना पंचायत रे सरपंच है सेठू मोर सरपंच कैरियर आरंभ है से पंचायत विशेष किसी पैसा पत्र नाला मुझे मोर मन पड़ी मु बहुत कष्ट जो लोक मान सहित मिसी विभिन्न समस्या समाधान करे तापर पुणी किछि दिन गला परे पुणी मोर स्त्री 1997 मसीह लोक हरिजन महिला दल है कहले प्रदीप मल्लिक स्त्री को छड़ा कर मु इंटरेस्टेड नथिली लोक मानकर प्रेसर बा लोक मानकर जो भल पाइबाटा भांगी पारे से जाओ मो स्त्री 1997 मसीह तो सरपंच करेले तापर पुणी मझे 2097 रू 2000 बनला फिर मझे आ गए टर्म पुणी जीतला फिर जिला परिषद 2017 ना 18 कौन होता जहाँ हो से जिला परिषद थे जीतलु ए 4-5 थर टर्म रे आम स्वामी स्त्री सरपंच आ जिला परिषद समाज सेवा सब अच्छु आ सेवा कहवा मत भल लगुनि कहीं सेवा करती से कहती ना किंतु मत सेवा कहवा भल लगुनि कि लोक सहित मिशा लोक संभव मुझे प्रदीप भाई आम पंचायत अतुलनीय साहाय्य सहयोग रही लोक मान भल पाइबा प्रदीप भाई भल लोक मान प्रति एवं लोक प्रदीप भाई प्रति सहानुभूति निश्चित भाव रही जे प्रदीप भाई लोक मैंने बहुत भल पाते और अति आमर आपणार और निजार आज आम घर को आसते से कहार ये उच्च नीच भेदभाव जो टंकार गारिमा किंबा बड़लोक पणियार ये जो मनोभाव से थाए प्रदीप भाई ना सबू समस्त भल पाती ये समाज में समस्त निजर बोली भावती आमर प्रदीप भाई अति आपणार प्रदीप भाई विशेषकर आमर प्रदीप भाई आमर जहाँ आम गहन आज आज प्रदीप भाई आसी बस ये बड़ कथा जे कि आम एवं आम प्रदीप भाई आसा बहुत मूल्यवान समय आमको देते आम प्रति धन्यवाद जनाऊँ आम टीएन मुन्ना आप निश्चित भाव कमेंट करेंगे शेयर करेंगे और सब्सक्राइब करेंगे टीएन मुन्ना ब्लॉग चैनल रही नमस्कार।